ମଝିରେ ରାସ୍ତା ଅଛି ହେଲା। ରାସ୍ତାର ଗୋଟେ ପଟେ ଗୋଟେ ବରଗଛ ମୂଳରେ ମା ଠେକୁଆ ଦିଟା ଛୁଆଙ୍କୁ ଧରିକି ରହେ। ତାର ଦିଟା ଛୁଆଙ୍କ ନାଁ କିସ? ଜଣଙ୍କ ନାଁ ଲାଲୁ, ଜଣଙ୍କ ନାଁ ବାଲୁ। ହଁ ଶୁଣିଛ କି? ହଉ ଯଦି ଜଣଙ୍କ ନାଁ ଲାଲୁ ଯଦି ଜଣଙ୍କ ନାଁ ବାଲୁ, ସେ ଦିନେ ତାଙ୍କ ମା ଠେକୁଆ କହିଲା ମୁଁ ଟିକେ ମାଙ୍କଡ କିସ ଆଣିତେ ଯାଉଛନ୍ତି? ପରିବା। ହଁ କୋଉ କୋଉ ପରିବା? ଅଙ୍ଗୁର କୋଳି, ଆମ୍ବ, ସବୁ ଫଳମୂଳ ଯାଇକି ଆଣିବେ ଆଉ ତା ମା କହିକି ଗଲେ କିସ ତାଙ୍କ ମା କହିଲେ ଯେ ରାସ୍ତା ଆଗଟିକି ଯିବନି, ସେଠି ଗୋଟେ ବଡ ଅଜଗର ଅଛି ହୁଙ୍କା ମୂଳରେ। କହିକି ଗଲେ ଯେମିତିଆ ଇଏ ଦି ଜଣ ବାଲୁ ଆଉ ଲାଲୁ ତାଙ୍କ ମା ପଳେଇଗଲେ। ଏମାନେ ମନ କଲେ ରାସ୍ତା ଆଗଟିକି ଯିବେ, ଆରପଟ ଜଙ୍ଗଲକୁ ଯିବେ। ଲାଲୁ ବାଲୁ ତାଙ୍କର ଗଲେ ଯେମିତି ଲାଲୁ ରାସ୍ତା ଆଗଟିକି ଡେଇଁ ଡେଇଁକା ଚାଲିଗଲା ଯେମିତିଆ ଅଜଗର ତାର ଶୋଇଥିଲା କାଠ ଭଳି। ଇଏ ଲାଲୁ ଆଉ ଜାଣିପାରିଲା ନାହିଁ ସେ ଅଜଗର ଶୋଇଛି ବୋଲିକି। ଜାଣିପାରିଲାନି। ତା ଉପରେ ଡେଇଁଲା, ଖେଳିଲା, ବୁଲିଲା। ଯେମିତିଆ ଅଜଗର ନିଦ ଭାଙ୍ଗି ଗଲା, ସେଉଠୁ ଲାଲୁକୁ କହିଲା ତୋ ଜୀବନଟା କଣ ତତେ ପିତା ଲାଗିଲାନି? ତୁ ଆସିକି ମୋ ଉପରେ ଚଢୁଛୁ, ତୋର ଏତେ ସାହସ? ଲାଲୁକୁ କିଏ କହିଲା? ଅଜଗର ସାପ କହିଲା। ସେଉଠୁ ଲାଲୁ କହିଲା ନା ମତେ ଖାଅନି, ରାସ୍ତା ଆରପଟ ଜଙ୍ଗଲରେ ବଡ ବଡ ହରିଣ ଅଛନ୍ତି, ତାଙ୍କୁ ଖାଇବ। ସେଉଠୁ ଲାଲୁ ତାର ଆଗେ ଆଇଲା ଡେଇଁକା। ସାପ ତାର ଘୁଷୁରିକି ଆସୁଥିଲା, ଧୀରେ ଘୁଷୁରି ଆସିଲା। ତାକୁ ଗୋଟେ ଟ୍ରକ ଚାପି ଦେଲା। ସେଉଠୁ ଅଜଗର ମରିଗଲା। ତାପରେ ସେ ଲାଲୁ ଆଉ ବାଲୁ ଯୋଉ ଏପଟେ ଥିଲେ ଦି ଜଣ ଆସିକି ତାଙ୍କ ମାଙ୍କୁ ସବୁ କଥା କହିଲେ। ତାପରେ ସବୁ କଥା କହିଲା ପରେ ସାହି ପଡିଶା ଲୋକ ସବୁ ଜାଣିଲା ପରେ ସନ୍ଧ୍ୟା ବେଳେ ଲାଲୁକୁ ଡାକିକି ସମସ୍ତେ ଆସିଲେ। ଜଙ୍ଗଲର ସବୁ ପଶୁପକ୍ଷୀ ଆସିକି ଲାଲୁକୁ ପୁରସ୍କାର ଦେଲେ ହେଲା। ଆଉ ସିଂହ ଲାଲି ପତାକା ତା ଦେହରେ ବାନ୍ଧିଲା। ଆଉ ହାତୀ ତାକୁ ଚାରିଆଡେ ବୁଲେଇ ଆଣିକି ସମସ୍ତେ ଖୁସି ହାସିରେ ଖାଇ ପିଇକି ଘରକୁ ପଳେଇଗଲେ ହେଲା। ସେଉଠୁ ଜାଣିଲା କିଏ? ଲାଲୁ।